समय नष्ट करंतु नहीं, कारण समय समस्त को मिली थाए जीवन बदलैबाकू, किंतु काहाकू पुणी थरे जीवन मिलेनी समय बदलैबाकू। क्षमा ताकू कर जी अजाणतरे भूल करि देछि, ताकू नुहे जी चतुरतार सह जानी जानी भूल करती। विद्या बळे सर्वसिद्धि। विद्या नथिले मनीष मूर्खଙ୍କ भितरे गणा जाए। मूर्ख जदि टिके चालाक होइथाए तेबे निज घरे पूजा पाए, नहले निज गाँ किंवा सांगसाथी मेଳରେ प्रशंसा पाए। किंतु विद्वान सबुठारे पूजा पाए। केही काହାର सुख देखि ईर्षा कले तार केवल ईर्षा बढ़ी न थाए, तार दुख भी बढ़ी थाए। प्रत्येक मनीष यही चारोटी स्तर दे जीवन को संपूर्ण अतिबाहित करिथाए। शैशव, यौवन, मध्यम एवं वृद्ध, यही चारोटी स्तर को ठीक से विनियोग करवा उचित। संस्कृत गोटे श्लोक मने पड़ी जाऊँगी, प्रथमे नार्जितं विद्या, द्वितीय नार्जितं धन, तृतीय नार्जितं पुण्यं, चतुर्थे किं करिष्यति। यदि प्रथम अवस्था विद्या न शिखिल, यदि द्वितीय अवस्था धन न अर्जिल एवं तृतीय अवस्था जदि धर्म न अर्जिल, तेबे चतुर्थ अवस्था किछि न करि पारि दुखरे प्राण त्याग करिब। परमात्मा को पाखरे समर्पण करबा पई तुम पाखरे किछि सक्षमता नथिब, जहा फलरे केवल नरक ही मिलिब। समस्ते भूल होई नथांते, बेले बेले आमर विचार भी भूल होइथा। दिने गोटे कंकड़ा समुद्र कूल बसी निज पाद चिन्ह को देखि भारी खुशी हेउଥାଏ। ओदा बाले तार पाद चिन्हटी अधिक झलसी उठुଥାଏ। ସେଥିପାଇଁ ସେ ସମୁଦ୍ରକୁ ଧନ୍ୟବାଦ ବି ଦେଉଥାଏ। ଏହି ଭିତରେ ସମୁଦ୍ରର ଗୋଟିଏ ଲହଡ଼ି ଆସି ତାର ପାଦ ଚିହ୍ନଟି ଲିଭେଇ ଦେଇ ଚାଲିଗଲା। ଏବେ କଙ୍କଡ଼ାଟି ରାଗି ଯାଇ ସମୁଦ୍ରକୁ କହିଲା, ଏ ମିତ୍ର, ମୁଁ ତୁମକୁ ନିଜର ବନ୍ଧୁ ବୋଲି ମନେ କରେ, କିନ୍ତୁ ତୁମେ ମୋ ଖୁସିକି ବି ଦେଖିପାରୁନ। ସମୁଦ୍ର କହିଲା, ମିତ୍ର, କିଏ କହିଲା ମୁଁ ତୁମ ଖୁସି ଚାହେଁନି ବୋଲି? ମୋତେ ତୁମ ଖୁସିଠାରୁ ଅଧିକ ତୁମ ଜୀବନ ପ୍ରିୟ। ମଣିଷ ତୁମର ପାଦ ଚିହ୍ନ ଦେଖି ତୁମକୁ ଧରିବାରେ ସକ୍ଷମ ହୋଇଥାଏ। ସେଥିପାଇଁ କେହି ଦେଖିବା ପୂର୍ବରୁ ମୁଁ ସେହି ପାଦ ଚିହ୍ନକୁ ଲିଭେଇ ଦେଇଥିଲି। କିଛି ଲୋକ ଆମକୁ ସତରେ ଭଲ ପାଆନ୍ତି, ଆମର ମଙ୍ଗଳ ବି ଚାହିଁଥାନ୍ତି, ବାସ୍ ସେମାନେ ଏହା ଦେଖେଇ ହୁଅନ୍ତି ନାହିଁ। ବେଳେ ବେଳେ ଆମର ଯତ୍ନ କଥା ଚିନ୍ତା କରି ଆମକୁ କଷ୍ଟ ଦେଲା ଭଳି କଥା କହିଥାନ୍ତି ବା କିଛି କଷ୍ଟ ଦେଲା ଭଳି କାର୍ଯ୍ୟ କରିଥାନ୍ତି। କିନ୍ତୁ ଆମେ ନିଜର ସଂକୀର୍ଣ୍ଣ ବିଚାରଧାରା ପାଇଁ ତାଙ୍କୁ ଭୁଲ ବୋଲି ଭାବିଥାଏ। ପରିଶ୍ରମ କଲେ ଧନ ବଢ଼ିବ, ଧୈର୍ଯ୍ୟ ରଖିଲେ କାମ ସିଦ୍ଧି ହେବ, ମିଠା କହିଲେ ଖୁସି ବଢ଼ିବ, ଆଉ ଅନ୍ୟର ସମ୍ମାନ କଲେ ଇଜ୍ଜତ ବଢ଼ିବ। ଜଣେ ବ୍ୟକ୍ତି ପାଖରେ ଯେତେ ଧନ ସମ୍ପତ୍ତି ଥାଉ, ଯଦି ତା ପାଖରେ ଭଲ ହୃଦୟଟିଏ ନାହିଁ, ତେବେ ଧନ ସମ୍ପତ୍ତିର କିଛି ମୂଲ୍ୟ ନାହିଁ। ନଇବାର ଅର୍ଥ ଏହା ବିଲକୁଲ ବି ନୁହେଁ କି ଆପଣ ନିଜର ସମ୍ମାନ ହରାଇ ଦେଲେ। ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବାକୁ ପ୍ରଥମେ ନଇବାକୁ ହିଁ ପଡ଼ିଥାଏ। 2-4 ଦିନ ଏହି ମଣିଷ ଜୀବନ, ତେବେ କ'ଣ ପାଇଁ ଏ ଆତ୍ମଗର୍ବ? ମଣିଷ ବାପର ପରିଚୟ ପାଇଁ ନୁହେଁ କି ଅଧିକ ଧନ ସମ୍ପତ୍ତି ପାଇଁ ନୁହେଁ, ବରଂ ନିଜର ବିଚାର ଏବଂ ସଂସ୍କାର ପାଇଁ ବଡ଼ ହୋଇଥାଏ। ସେଥିପାଇଁ ଆଉ ଯେତିକି ଦିନ ବାକି ରହିଲା ସମସ୍ତଙ୍କର ଖୁସିର ପାତ୍ର ହେବାକୁ ଏବଂ ସମସ୍ତଙ୍କ ହୃଦୟରେ ରହିବାକୁ ଚେଷ୍ଟା କରନ୍ତୁ। ଦୁଃଖ ଭୋଗୁଥିବା ମଣିଷ ଆଗକୁ ଯାଇ ସୁଖ ଶାନ୍ତିରେ ରହିପାରେ, କିନ୍ତୁ ଅନ୍ୟକୁ ଦୁଃଖ ଦେଉଥିବା ମଣିଷ ସୁଖ ଭୋଗିବା ସମୟରେ ବି ଶାନ୍ତି ପାଇବ ନାହିଁ। ଯଦି ଶାନ୍ତିରେ ବଞ୍ଚିବାକୁ ଚାହୁଁଛ, କିଏ କ'ଣ କହୁଛି ତୁମ ବିଷୟରେ, କିଏ କ'ଣ ଭାବୁଛି ତୁମ ବିଷୟରେ, ଏସବୁ ଚିନ୍ତା ନ କରି ତୁମେ ଖୁସିରେ ରହିବାର ବାହାନା ଖୋଜିନିଅ। ଯିଏ ଭୁଲ କରେ ସିଏ ମଣିଷ ହିଁ ହୋଇଥାଏ, ଆଉ ଯିଏ କୁହେ ମୁଁ କେବେ କିଛି ଭୁଲ କରିନାହିଁ ବୋଲି, ସିଏ ମଣିଷ ନୁହେଁ, ନିଶ୍ଚୟ କୌଣସି ଦେବଦୂତ ହୋଇଥିବ। ସଡ଼କ କେତେ ବି ପରିଷ୍କାର କରାଯାଉ, ଧୂଳି ଲାଗିବା ସ୍ୱାଭାବିକ ହୋଇଥାଏ। ସେହିପରି ମଣିଷ କେତେ ବି ଭଲ ହୋଇଥାଉ, ଭୁଲ ହେବା କିଛି ନୂଆ କଥା ନୁହେଁ। ବାସ୍ ମଣିଷ ନିଜ ଭୁଲକୁ ସ୍ୱୀକାର କରିବାର ଏବଂ ନିଜ ଭୁଲରୁ କିଛି ଶିଖିବାର ସାହସ ରଖିଥିବା ଦରକାର। ଏହି ଦୁନିଆରେ ସବୁ ସମସ୍ୟାର ବାସ୍ 3ଟି ସମାଧାନ ଅଛି। ଯାହା ଅଛି ତାକୁ ସ୍ୱୀକାର କର, ଯଦି ସ୍ୱୀକାର ନ କରିପାରିବ ତାକୁ ବଦଳେଇ ଦିଅ, ଆଉ ଯଦି ବଦଳେଇ ନ ପାରିବ ତାକୁ ସମୟ ଉପରେ ଛାଡ଼ିଦିଅ। ଗଛରେ ଯେତେ ଫଳ ଫଳୁ, ଯେତେ ପତ୍ର କଅଁଳୁ, ଯେତେ ମଜବୁତ ଡାଳ ଥାଉ, ତଥାପି ସିଏ କେବେ ଗର୍ବ କରେ ନାହିଁ।
କାରଣ ସେ ଜାଣିଥାଏ କି ତାର ଚେର ମାଟିରେ ଥାଏ। ତୁମେ ଯେତେ ଉପରକୁ ଯାଅ, ଯେତେ ଉନ୍ନତି କର, କିନ୍ତୁ କେବେ ବି ଅନ୍ୟକୁ ଛୋଟ ଭାବିବାର ଭୁଲ କର ନାହିଁ। ମଣିଷ ସବୁବେଳେ ନିଜକୁ ଠିକ୍ ଏବଂ ଅନ୍ୟକୁ ଭୁଲ ବୋଲି ପ୍ରମାଣ କରିପାରେ ଅଧିକ ତତ୍ପରତା ଦେଖାଇଥାଏ। ଏହା ଭୁଲିଯାଏ ଗୋଟିଏ ଆଙ୍ଗୁଠି ଅନ୍ୟ ଆଡ଼କୁ ଥିବା ବେଳେ ଅନ୍ୟ ତିନୋଟି ଆଙ୍ଗୁଠି ନିଜ ଆଡ଼କୁ ଥାଏ। ତୁମେ କହିଦେଲେ କେହି ଭୁଲ ହୋଇଯିବେ ନାହିଁ କି ତୁମେ ନିଜେ ଠିକ୍ ହୋଇଯିବ ନାହିଁ। ସମୟ ସବୁ କହିଦେବ, କିଏ ଗୋଟା ତୁଳସୀ ଆଉ କିଏ ବିଛୁଆତି। ଲୋକଙ୍କ କଥାକୁ ହୃଦୟକୁ ନେବା ବନ୍ଦ କର। ଲୋକେ ତ ନିଜ ହିସାବରେ ଅନେକ କିଛି କହିଯିବେ। ସେମାନେ ତୁମ ଜୀବନକୁ ପାଖରୁ ଦେଖି ନାହାନ୍ତି। ସେଥିପାଇଁ ତୁମେ ନିଜକୁ ଚିହ୍ନ, ନିଜେ ନିଜର ମୂଲ୍ୟ ଆକଳନ କର, ନିଜକୁ ଭଲ ଏବଂ ଭଲରୁ ଆହୁରି ଭଲ କରିବାକୁ ଚେଷ୍ଟା କର। ନିଜର ଭଲ ସମୟ ଉପରେ କେବେ ଗର୍ବ କରନି, କାରଣ ତୁମେ ଆଜି ଶକ୍ତିଶାଳୀ ହୋଇପାର, କିନ୍ତୁ ସମୟ ଆଗରୁ ଶକ୍ତିଶାଳୀ ଥିଲା ଆଉ ଆଗକୁ ବି ଶକ୍ତିଶାଳୀ ରହିବ। କେବେ ଧୈର୍ଯ୍ୟ ହରାନ୍ତୁ ନାହିଁ। ବେଳେ ବେଳେ ଜୀବନରେ କିଛି ଭଲ ହାସଲ କରିବା ପାଇଁ ଖରାପରୁ ଖରାପ ପରିସ୍ଥିତି ସହ ଲଢ଼ିବାକୁ ପଡ଼ିଥାଏ। ସନ୍ତୁଷ୍ଟ ମନ ସର୍ବଦା ସଫଳ ମନଠାରୁ ଉଚ୍ଚରେ ଥାଏ, କାରଣ ସଫଳତାର ଆକଳନ ଅନ୍ୟ ଦ୍ୱାରା ହୋଇଥାଏ, କିନ୍ତୁ ସନ୍ତୋଷର ଆକଳନ କେବଳ ନିଜ ଦ୍ୱାରା ହୋଇଥାଏ। ଜୀବନଟା ଗୋଟିଏ ପ୍ରତିଯୋଗିତା। ଏଠି ମଣିଷ ହିଁ ମଣିଷର ପ୍ରତିଦ୍ୱନ୍ଦ୍ୱୀ। ସମସ୍ତେ ଜୀବନ ରାସ୍ତାରେ ଦୌଡ଼ ଲଗାଇଥାନ୍ତି। ଯେଉଁ ମଣିଷ ଜଲ୍ଦି ଥକିଯାଏ, ସେ ଦୁନିଆର ଭିଡ଼ ଭିତରେ ହାରିଯାଇଥାଏ। ଜୀବନରେ କ'ଣ କରିବା ଉଚିତ ତାହା ରାମାୟଣ ଶିଖାଇଥାଏ। ଜୀବନରେ କ'ଣ କରିବା ଅନୁଚିତ ତାହା ମହାଭାରତ ଶିଖାଇଥାଏ। ଆଉ ଜୀବନ କିପରି ବଞ୍ଚିବାକୁ ହୁଏ ତାହା ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୀତାସାର ଶିଖାଇଥାଏ। ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ମଣିଷ ଅନେକ ମିଛ କହିଥାଏ, କିନ୍ତୁ ଯିଏ ସତ୍ୟର ମାର୍ଗରେ ଥାଏ, କିଛି ବାଟ ଚାଲିବା କଷ୍ଟ ନିଶ୍ଚୟ ହୋଇଥାଏ, କିନ୍ତୁ ତା ସହ ନିଜେ ଈଶ୍ୱର ଥାନ୍ତି। ଯଦି ଆପଣ କିଛି ଭୁଲ କରିନାହାନ୍ତି, ତେବେ କାହାକୁ ଭୟ କରନ୍ତୁ ନାହିଁ, ଧୈର୍ଯ୍ୟ ରଖନ୍ତୁ, କାରଣ ଈଶ୍ୱର ଟିକେ ବିଳମ୍ବରେ ଜବାବ ଦିଅନ୍ତି, କିନ୍ତୁ ଉଚିତ ନ୍ୟାୟ ଦିଅନ୍ତି। ଯଦି ନ ଚାହିଁକି ବି କାହା କଥା ବାରମ୍ବାର ମନେ ପଡ଼ୁଛି, ତେବେ ବୁଝିଯାଅ ତାଙ୍କ ସହ ତୁମ ହୃଦୟର ନିବିଡ଼ତା ବଢ଼ିଯାଇଛି ଏବଂ ଏହା ଏକ ଏପରି ନିବିଡ଼ତା ଯାହାକୁ ମଣିଷ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଛାଡ଼ିପାରିବ ନାହିଁ। ଆଉ ଯଦି ତୁମେ ତାଙ୍କୁ ମନେ ପକାଇବାକୁ ଚାହୁଁନାହଁ, ତେବେ ମାତ୍ର ଗୋଟିଏ ଉପାୟ, ମନକୁ କେବଳ ବାହାନା ଦରକାର, ଖୁସି ହେବା ପାଇଁ ଆଉ ଦୁଃଖୀ ହେବା ପାଇଁ ମଧ୍ୟ। କିନ୍ତୁ ଯଦି ତୁମେ ଖୁସିରେ ରହିବାକୁ ଚାହୁଁଛ, ତେବେ ନିଜକୁ ବହୁତ ବ୍ୟସ୍ତ ରଖ, ଏତେ ବ୍ୟସ୍ତ ରଖ, ଯଦି କେବେ କାହା କଥା ମନେ ପଡ଼ିଯାଏ ନା, ତେବେ ତାକୁ ସଙ୍ଗେ ସଙ୍ଗେ ଇଗ୍ନୋର କରି ପୁଣି ବ୍ୟସ୍ତ ହୋଇପାରିବ। ଏହା ବାସ୍ ମୁଁ ଏମିତି କହୁନାହିଁ, ଅନୁଭବରୁ କହୁଛି। କିଛି ଦିନ ଏପରି ଚେଷ୍ଟା କରିକି ତ ଦେଖ, ସବୁ ଠିକ୍ ହୋଇଯିବ। ବଡ଼ ହେବାର କେବଳ ସ୍ୱପ୍ନ ଦେଖିଦେଲେ ହେବ ନାହିଁ। ବଡ଼ ସ୍ୱପ୍ନକୁ ସତ କରିବା ପାଇଁ ବଡ଼ ଭୋଗ ବି ଦରକାର, କାରଣ ଦରକାର ନଥିଲେ ହାତ ମଶାଟିଏ ବି ମାରେନି। ସ୍ୱପ୍ନ ତ ବହୁତ ବଡ଼ ଜିନିଷ। ଏହି ଭିଡ଼ିଓରେ ଥିବା ବାର୍ତ୍ତା ମଧ୍ୟରୁ ଯଦି କୌଣସି ବି ବାର୍ତ୍ତା ଆପଣଙ୍କ ମନକୁ ଛୁଇଁଥାଏ, ଆପଣଙ୍କୁ ଠିକ୍ ବୋଲି ଲାଗିଥାଏ, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ ନିଶ୍ଚୟ କରନ୍ତୁ। କିଛି କଥା ଥିଲେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ସେହି ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।